ହ୍ୟାଲୋ 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 ୱେଲକମ୍ ବ୍ୟାକ୍ ଟୁ ମାଇ ମିନି ବ୍ଲଗ୍। ସାଙ୍ଗମାନେ ଆପଣଙ୍କ ଆଡ଼େ ପାଗ କେମିତି ଦେଇଛି? ଭୁବନେଶ୍ୱରରେ ତ ଏ ପାଗ ଦେଖିକି ଆପଣଙ୍କୁ ଲାଗୁଥିବ ଆଉ ସନ୍ଧ୍ୟା 7ଟା ହେଇଗଲାଣି ଆଉ ଏ ପାଗକୁ ଦେଖି କିଛି କରିବାକୁ ଇଚ୍ଛା ହେଉନି। ତ ଚାଲନ୍ତୁ ଆଜି ଗୋଟେ ଇଭିନିଂରେ ସ୍ନାକ୍ସ ବନେଇ ଖାଇବାକୁ ବହୁତ ହେଲ୍ଦି ଆଉ ବହୁତ ହି ଟେଷ୍ଟି। ହେଲ୍ଦି ଖାଇବା ହେଲ୍ଦି ରହିବା। ତ ମୁଁ ଏଇଠି ଗୋଟେ ଚକୁଳି ରେସିପି ଦେଉଛି ଆପଣଙ୍କୁ। ସୁଜି ବନ୍ଧାକୋବିରେ ଗୋଟେ ବଢ଼ିଆ ମସ୍ତ ହେଲ୍ଦି ଚକୁଳି ବନେଇବା। ନିହାତି ଗୋଟେ ଥର ଟ୍ରାଏ କରନ୍ତୁ, ବଢ଼ିଆ ଲାଗିବ। ଏଇଠି ମୁଁ ପିଆଜ, ବନ୍ଧାକୋବି, କଞ୍ଚା ଲଙ୍କା, କାଶ୍ମୀର ପାଉଡ଼ର, ହଳଦୀ ପାଉଡ଼ର, ଜିରା ଲଙ୍କା ଗୁଣ୍ଡ, ଭୃଷଙ୍ଗ ପତ୍ର ଆଉ ସୁଜି ଏତିକି ହିଁ ଇନଗ୍ରିଡ଼ିଏଣ୍ଟସ୍ ନେଇଛି। ଆକୁ ମିକ୍ସ କରି ଅଧଘଣ୍ଟେ ପୂର୍ବରୁ ରଖିଦେବା ଯେହେତୁ ସୁଜିଟା ଫୁଲିବ। ତ ମୋର ଏଇଠି ମିକ୍ସ ହେଇଗଲା, ତାକୁ ଘୋଡ଼େଇକି ରଖି ଏଇଠି ଆମର ଦେଖିପାରୁଥିବେ ରେଡ଼ି ହେଇଗଲା ସୁଜି ଆଉ ବନ୍ଧାକୋବିର ଡୋଟା। ତ ଚାଲନ୍ତୁ ଷ୍ଟାର୍ଟ କରିବା। ପ୍ୟାନ୍ ବସେଇ ଅଳ୍ପ କିଛି ତେଲ ନେବା। ତେଲ ଏଇଠି ଉଷୁମ ହେଇଯାଇଛି ତ ସୁଜି ଆଉ ବନ୍ଧାକୋବିର ଡୋଟି ଏଇଠି ନେଇକି ଏମିତି ହାତରେ ଟିକେ ଟିକେ କରିଦେବା, ଯେମିତି ଚକୁଳି ପିଠା ସେପ୍ର ରଖିଦେଇ ତାପରେ ସିମ୍ରେ ଟିକେ ସିଝିବା ପାଇଁ ଛାଡ଼ିଦେବା। ତାପରେ ଏଇଠି ଆମର ସେପଟକୁ ଲଉଟେଇ ଦେବା। ଏପଟ ସେପଟ କରି ଟିକେ ହେଇଗଲା ପରେ ତ ପ୍ରସ୍ତୁତି ହେଇଯିବ ଆମର ସୁଜି ଆଉ ବନ୍ଧାକୋବିର ଚକୁଳି ପିଠା। ତ ଏଇଠି ଆମର ରେଡ଼ି ହେଇଗଲା ସୁଜି ବନ୍ଧାକୋବିର ଚକୁଳି ପିଠା। ନିହାତି ଥରେ ଟ୍ରାଏ କରନ୍ତୁ, ବହୁତ ଭଲ ଲାଗିବ। ତ ପ୍ଲିଜ୍ ଲାଇକ୍ ସବସ୍କ୍ରାଇବ୍ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ରହୁଛି, ବାଏ ବାଏ। ହେଲ୍ଦି ଖାଇବା ହେଲ୍ଦି ରହିବା।